ବାବୁ ହଉଛନ୍ତି ବିଜୁ ଜନତା ଦଳର ଅବିସମ୍ବାଦିତ ନେତା, ସର୍ବମାନ୍ୟ ନେତା ଏବଂ ଓଡ଼ିଶାର ଜନଗଣଙ୍କର ପ୍ରିୟତମ ନେତା। ତାଙ୍କରି ଅଭିୟସଲି ତାଙ୍କରି କାଲି ସେ ବିଷୟରେ କୌଣସି କଥା ଆଲୋଚନା ହେଇନି। ସେ କେବଳ କହିଛନ୍ତି ଜଣେ ଜଣେ ସାଧାରଣ ସଦସ୍ୟ ହିସାବରେ ସୁଜାତାର ଅନ୍ତର୍ଭୁକ୍ତ ହେଲେ, ଯିଏକି ସେ ପ୍ରକାଶ କରିଥିଲେ ଆସିବା ପାଇଁ। ଦଳରେ ବିଭିନ୍ନ ପ୍ରଫେସନାଲ ବିଭିନ୍ନ ସମୟରେ ଆସିଛନ୍ତି ଏବଂ ସେ ପ୍ରଶାସନିକ ଅଧିକାରିଣୀ ଥିଲେ ଏବଂ ତାପରେ ସେ କ୍ଲାରିଫାଇ ବି କରିଛନ୍ତି ବିକଜ ଯେ ଯୋଉଟା କି ବାହାରକୁ ଜଣେଇବା ପାଇଁ ଯେହେତୁ ଯେ ସେ ନିଜେ ହିଁ ତାଙ୍କରି ନେତୃତ୍ୱରେ ନିର୍ବାଚନ ସାର୍ ଗତକାଲି ଯୋଉ ନେତା ମାନେ ଗତକାଲି ଯୋଉମାନେ ସାର୍ ଆଉ ଗୋଟେ ସାର୍ ଗତକାଲି ଯୋଉ ନେତା ଉପସ୍ଥିତ ନଥିଲେ ସେଇ ନେତାଙ୍କୁ ଡାକିକି ଆଜି ସୁଜାତା ଆଲୋଚନା କରୁଛନ୍ତି। ବବି ଦାସ ଯେମିତି ଗତକାଲି ଉପସ୍ଥିତ, ମୁଁ ଜାଣିନି ବବି ଦାସ ମତେ କହିନାହାନ୍ତି, ସେ ଆସିକି କରୁଥିଲେ। ଦଳର ଯୋଉ ନେତା ଅନୁପସ୍ଥିତ ରହିଲେ କିଛି ମନମାଳିନ୍ୟ ରହିଛି ନା ସବୁ ଗୋଟିଏ ଲାଇନ ଅଛନ୍ତି? ମୁଁ ତ ଯାହା କମ୍ୟୁନିକେସନ ପାଇଛି, ଧରନ୍ତୁ ଶ୍ରୀଯୁକ୍ତ ପ୍ରସନ୍ନ ଆଚାର୍ଯ୍ୟ ସିନିୟର ତାଙ୍କର ଘରୋଇ ଥିଲା, ବିଶେଷ କରି ତାଙ୍କ ପ୍ରୋଗ୍ରାମରେ ଥିଲେ, ସାଙ୍ଗେ ସାଙ୍ଗେ କଥା ହେଇଛି ଏବଂ ଅନ୍ୟମାନେ ଯୋଉମାନେ କନଷ୍ଟିଚୁଏନ୍ସିରେ ପ୍ରି ଅକୁପାଇଡ ଥିଲେ ଅନ୍ୟମାନେ ଥିଲେ, ଆଉ କିଛି କେହି ନେତା ତ ସମସ୍ତେ ଆସିଛି। ଆଉ କିଛି ବରିଷ୍ଠ ନେତା କହୁଛନ୍ତି ଆମକୁ ଯୋଗାଯୋଗ ହେଇନି, ଆମକୁ ଇନଫର୍ମେସନ ଦିଆ ହେଇଥିବ ହଠାତ୍ ଯେତେବେଳେ ହେଲା ଏବଂ ଡିସିସନଟା ସାର୍ ସଡନ ଡାକିଲେ ଦୂରରୁ ଧରନ୍ତୁ ମାନସ ମାଡକାମି ଆସିପାରିବେ କି ଆଉ କାହାକୁ ଯାହାକୁ ପାଇଛନ୍ତି ଯେ ଅଛନ୍ତି ଏଠି ତାଙ୍କୁ କହିଛନ୍ତି। ପ୍ରାୟ ଲୋକ କିନ୍ତୁ ଯୋଉ ଏମଏଲଏ ଆଉ ଏମପି ମାନେ ସମସ୍ତେ ଜାଣିଛନ୍ତି ଏବଂ ଆମ କନଷ୍ଟିଚୁଏନ୍ସି ଲିଡର ମାନେ